କହିଥିବା କଥାଟା ଉପମୁଖ୍ୟମନ୍ତ୍ରୀ ଯେଉଁ ସିଂହଦେଓ ମହୋଦୟ କହିଥିଲେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି। ଏଇଟା ଗୋଟେ ଜରୁରୀ କଥା। ଆପଣ ସରକାରରେ ଅଛନ୍ତି ସବୁ କରିବେ, କିନ୍ତୁ ଯେଉଁଟା ଜରୁରୀ କଥା ସେଟାକୁ ଆଗେ ପାଳନ କରନ୍ତୁ। କହିଥିବା କଥା ରଖନ୍ତୁ। ତୁରନ୍ତ 60ରୁ 80 କି 3000 ଟଙ୍କା ଭତ୍ତା ଦିଅନ୍ତୁ। ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ, ଜଣେ ଶ୍ରମିକ ନେତା। ଏଇ ଯେଉଁ ଭତ୍ତା ସଂଗ୍ରାମ ସମିତିର ଜଣେ ଉପଦେଷ୍ଟା ଅଛି। ମୁଁ ଆଜ୍ଞା ଆପଣଙ୍କ କହିବା ଅନୁଯାୟୀ ମହାମହିମ ରାଷ୍ଟ୍ରପତି ଆମ ଓଡ଼ିଶାର ଝିଅ, ଆମ ଓଡ଼ିଶାର ବୋଉ, ଆମ ବିଧାନସଭାରେ ବି ଦୁଇ ଥର ମନ୍ତ୍ରୀ ଥିଲେ। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଓଡ଼ିଶା ଆସିଥିବା ଦୃଷ୍ଟିରୁ। ମୁଁ ଆପଣଙ୍କ ମାଧ୍ୟମରେ କହିବାକୁ ଚାହୁଁଛି ଯେ ଆମର ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମହୋଦୟ କହିଥିଲେ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଛି। କୋଡ୍ ଅଫ୍ କଣ୍ଡକ୍ଟ ସରିଲା ପରେ ଏଇ ବିଧାନସଭାରେ ଆମେ ଯେଉଁ 3000 ଟଙ୍କା କହିଥିଲୁ 60ରୁ 80 ଭତ୍ତା ଦେବା ପାଇଁ ଆମେ ଦେବୁ। ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି ଯେ ପ୍ରଥମେ ଆମର ତାଙ୍କ ଦଳର ସଭାପତି ମନମୋହନ ସାମଲ ମହୋଦୟ ଯାଜପୁର ରୋଡ଼ରେ କହିଥିଲେ, ତାହା କାର୍ଯ୍ୟକାରୀ କଲେ ନାହିଁ। ଦ୍ୱିତୀୟରେ ତାଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରଞ୍ଜନ ହରିଚନ୍ଦ୍ର କହିଥିଲେ ଦେଇଦେବୁ, କାର୍ଯ୍ୟକାରୀ ହେଲାନି। ଦୁଇ ଜଣ ସଭାପତି ଆଇନ ମନ୍ତ୍ରୀ କହିବାରେ ତାର ସୁଫଳ ମିଳିଲା ନାହିଁ। କିନ୍ତୁ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମହୋଦୟ କୋର୍ଟ ଅଫ୍ କଣ୍ଡକ୍ଟ ଲାଗିଛି। କୋର୍ଟ ଅଫ୍ କଣ୍ଡକ୍ଟ ଉଠିଲା ପରେ ଆମେ ଭତ୍ତାଧାରୀଙ୍କ କଥା ବିଚାର କରିବୁ ବୋଲି କହିଛନ୍ତି। ସେହି ବିଶ୍ୱାସର ସହ ମୁଁ ଆପଣଙ୍କ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମହୋଦୟ ଯେ ସେ କହିଥିବା କଥା ବିଧାନସଭା କାଲି ରାଷ୍ଟ୍ରପତି ମହୋଦୟ ଗଲା ପରେ ଆଜି ବିଧାନସଭା ଚାଲୁଛି। ମୁଁ ଆଶା କରୁଛି ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମହୋଦୟ ଏ ଭତ୍ତାଧାରୀ, ଏ ଗରିବ ନିରୀହ ଯେଉଁମାନେ 1000 ଟଙ୍କାରେ ବଞ୍ଚିବା ଏ ସମାଜରେ କଷ୍ଟ, ତାଙ୍କ କଥାଟା କହିଥିବା କଥାଟାକୁ ତୁରନ୍ତ ବିଚାର କରନ୍ତୁ। ଏ 60ରୁ 80 ଯେଉଁ 3000 ଟଙ୍କାଟା ତୁରନ୍ତ ଦିଅନ୍ତୁ। ମୁଁ ସେ ସଭାପତି ମନମୋହନ ସାମଲ ମହୋଦୟ, ପୃଥ୍ୱୀରଞ୍ଜନ ହରିଚନ୍ଦନ ଆଇନ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କୁ ଆଉ ବିଜେପି ସରକାରକୁ ମୋହନ ଚରଣ ମାଝୀକି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଏହା ଗୋଟେ ନିହାତି ଜରୁରୀ କଥା। ପ୍ରଥମ ବିଧାନସଭାରେ ଆପଣମାନଙ୍କୁ ଅନୁରୋଧ, ଯେମିତି କହିଥିବା କଥା ସଂକଳ୍ପପତ୍ରରେ ଲେଖିଥିବା କଥା 3 ଜଣ ଆପଣଙ୍କର ସଭାପତି ଆଇନ ମନ୍ତ୍ରୀ ଯେଉଁ ମୁଖ୍ୟମନ୍ତ୍ରୀ କହିବା କଥା ଆପଣ ତୁରନ୍ତ କାର୍ଯ୍ୟକାରୀ କଲେ ଏ ଗରିବ ନିରୀହ, ଏ ଯେଉଁ ବୁଢ଼ା ବୁଢ଼ୀ, ବିକଳାଙ୍ଗ, ବିଧବା, କଳାକାର ଏମାନେ ଉପକୃତ ହେବେ। ମୁଁ ପୁଣି ଥରେ ଅନୁରୋଧ କରୁଛି, ସରକାର କହିଥିବା କଥାଟା ଉପମୁଖ୍ୟମନ୍ତ୍ରୀ ଯେଉଁ ସିଂହଦେଓ ମହୋଦୟ କହିଥିଲେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି। ଏଇଟା ଗୋଟେ ଜରୁରୀ କଥା। ଆପଣ ସରକାରରେ ଅଛନ୍ତି ସବୁ କରିବେ, କିନ୍ତୁ ଯେଉଁଟା ଜରୁରୀ କଥା ସେଟାକୁ ଆଗେ ପାଳନ କରନ୍ତୁ। କହିଥିବା କଥା ରଖନ୍ତୁ। ତୁରନ୍ତ 60ରୁ 80 କି 3000 ଟଙ୍କା ଭତ୍ତା ଦିଅନ୍ତୁ।